ବନ୍ଦେ ଉତ୍କଳ ଜନନୀ କବି ଲକ୍ଷ୍ମୀକାନ୍ତ ମହାପାତ୍ର। 5 ମାର୍କିଆ ପ୍ରଶ୍ନ ଓ ଉତ୍ତର। ପ୍ରଶ୍ନ ବନ୍ଦେ ଉତ୍କଳ ଜନନୀ କବିତାରେ ଉତ୍କଳ ମାତାଙ୍କ ପ୍ରାକୃତିକ ଶୋଭାସମ୍ପଦ ଓ ସଂସ୍କୃତିର ମହାନତା କିପରି ପ୍ରକାଶ ପାଇଛି ଆଲୋଚନା କର। ଉତ୍ତର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାରେ ଉତ୍କଳ ମାତାଙ୍କ ରୂପ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ଗୌରବଗାଥା ଗାନ କରାଯାଇଛି। ଉତ୍କଳ ଜନନୀଙ୍କ ଶରୀରକୁ ସମୁଦ୍ରର ପବିତ୍ର ଜଳଧାରା ସଦାସର୍ବଦା ଧୌତ କରେ। ନଦୀକୂଳଗୁଡ଼ିକ ଶୀତଳ ଓ ପବିତ୍ର ସମୀରଣ ଦ୍ୱାରା ଶୋଭିତ। ଉତ୍କଳର ତଟଦେଶ ଘଞ୍ଚ ତାଳ ଓ ନଡ଼ିଆ ଗଛ ଦ୍ୱାରା ଆଚ୍ଛାଦିତ ହୋଇ ସୁନ୍ଦର ଦେଖାଯାଏ। ଏହାର ନୀଳ ପର୍ବତମାଳା ତରଙ୍ଗ ଭଳି ଶୋଭା ପାଉଛନ୍ତି ଏବଂ ଶସ୍ୟଶ୍ୟାମଳା କ୍ଷେତ୍ର ଉତ୍କଳ ମାତାଙ୍କୁ ହସଖୁସିରେ ପରିପୂର୍ଣ୍ଣ କରି ରଖିଛି। ଉତ୍କଳର ସାଧୁ ସନ୍ଥଙ୍କ ଆଶ୍ରମ, ଜ୍ଞାନୀ ବିଜ୍ଞାନୀଙ୍କ ସାଧନା ଏବଂ ସୁନ୍ଦର ମନ୍ଦିରର ଭାସ୍କର୍ଯ୍ୟ ଏହାର ମହାନ ସଂସ୍କୃତିର ପରିଚୟ ଦିଏ। ପ୍ରଶ୍ନ ଉତ୍କଳର ସାଧୁସନ୍ଥ, ବୀରଯୋଦ୍ଧା ଏବଂ ସୁପୁତ୍ରମାନଙ୍କର ଗୌରବଗାନ ବନ୍ଦେ ଉତ୍କଳ ଜନନୀ କବିତାରେ କିପରି କରାଯାଇଛି। ଉତ୍ତର କବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳର କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହାର ସୁପୁତ୍ରମାନଙ୍କ ମହାନତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଉତ୍କଳ ମାଟି ହେଉଛି ଜ୍ଞାନୀ, ବିଜ୍ଞାନୀ, ମୁନିଋଷି ଏବଂ ସାଧୁସନ୍ଥମାନଙ୍କର ସାଧନା ପୀଠ। ଏହି ମାଟିର ବୀରଯୋଦ୍ଧାମାନେ ନିଜ ଶତ୍ରୁମାନଙ୍କୁ ପରାଜିତ କରି ଉତ୍କଳର ସ୍ୱାଭିମାନ ରକ୍ଷା କରିଛନ୍ତି। ଉତ୍କଳ ଜନନୀଙ୍କ ସୁପୁତ୍ରମାନେ ନିଜର ତ୍ୟାଗ, କଳା, ସାହିତ୍ୟ ଓ ବିଦ୍ୟା ମାଧ୍ୟମରେ ସମଗ୍ର ବିଶ୍ୱରେ ଉତ୍କଳର ଜୟଗାନ କରିଛନ୍ତି। ଏହି ମହାନ ବୀର ଓ ସାଧକମାନଙ୍କ ପାଇଁ ଉତ୍କଳ ଜନନୀ ସଦା ପୂଜ୍ୟା ଏବଂ ଚିରନମସ୍ୟା। ବନ୍ଦେ ଉତ୍କଳ ଜନନୀ କବିତାଟି ଏକ ମାତୃଭୂମି ପ୍ରଶଂସାତ୍ମକ କବିତା। ଏହି ଉକ୍ତିଟିର ଯଥାର୍ଥ ପ୍ରତିପାଦନ କର। ଓଡ଼ିଆ ସାହିତ୍ୟର ଅମର ସାଧକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ମହାନ କବି, ଦେଶପ୍ରେମୀ ଓ ସଂଗଠକ ଥିଲେ। ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ କବିତାଟି ଓଡ଼ିଶାର କୋଣ ଅନୁକୋଣରେ ଜାତୀୟତାବୋଧକ ଓ ମାତୃଭୂମି ପ୍ରେମର ଜାଗରଣ ସୃଷ୍ଟି କରିଥିଲା। ଏହି କବିତାଟି ବର୍ତ୍ତମାନ ଓଡ଼ିଶାର ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି। ବନ୍ଦେ ଉତ୍କଳ ଜନନୀ କବିତାରେ କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ନିଜର ମାତୃଭୂମି ଉତ୍କଳର ସମସ୍ତ ଗୁଣଗାନ କରିଛନ୍ତି। କବି ନିଜ ଜନ୍ମଭୂମିକୁ ଜନନୀ ବା ମା ଭାବେ ସମ୍ବୋଧନ କରି ତାଙ୍କ ସୌନ୍ଦର୍ଯ୍ୟ, ନଦୀ, ପର୍ବତ, ଫସଲ, ମନ୍ଦିର, ଜ୍ଞାନବିଜ୍ଞାନ, ବୀରତ୍ୱ ଏବଂ ମହାନୀୟତାକୁ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି। ଜଣେ ସନ୍ତାନ ନିଜ ମା'ର ପ୍ରଶଂସା କଲାଭଳି କବି ପ୍ରତ୍ୟେକ ପଦରେ ଉତ୍କଳ ମାତାଙ୍କୁ ନମସ୍କାର ଜଣାଇ ତାଙ୍କର ଜୟଗାନ କରିଛନ୍ତି। ସେଥିପାଇଁ ଏହା ଏକ ପୂର୍ଣ୍ଣାଙ୍ଗ ମାତୃଭୂମି ପ୍ରଶଂସାତ୍ମକ କବିତା। 2. ଭୀମଙ୍କ ସିଂହନାଦ ରଡ଼ି। ପ୍ରଶ୍ନ ଭୀମଙ୍କ ସିଂହନାଦ ରଡ଼ି କବିତା ଆଧାରରେ ଭୀମ ଓ ଦୁର୍ଯ୍ୟୋଧନଙ୍କ ଚରିତ୍ରର ଗୁଣାବଳୀ ଓ ସଂଘର୍ଷର ବର୍ଣ୍ଣନା କର। ଉତ୍ତର ଏହି କବିତାରେ ଭୀମଙ୍କ ସ୍ୱାମୀଭକ୍ତି, ତପସ୍ୟା ଓ ଶାସନ ସଦୃଶ ନିଷ୍ଠା ପ୍ରକାଶ ପାଇଛି। ଭୀମ ନିଜ ଭ୍ରାତାମାନଙ୍କ ବାକ୍ୟ ପାଳନ କରି ଶିବଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ଆରାଧନା କରିଥିଲେ ଏବଂ ସିଂହନାଦ ପ୍ରାପ୍ତ ହୋଇଥିଲେ। ଅନ୍ୟପକ୍ଷରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଗୁପ୍ତ ସାଧନା କରି ଜୀବନ ରକ୍ଷା ଓ ଶକ୍ତି ସଞ୍ଚୟ କରିବାକୁ ଚାହୁଁଥିଲେ। ମାତ୍ର ସିଂହନାଦର ଭୟଙ୍କର ଶବ୍ଦରେ ଦୁର୍ଯ୍ୟୋଧନଙ୍କ ଗର୍ବ ଓ ଧୈର୍ଯ୍ୟ ଭଙ୍ଗ ହୋଇଥିଲା। ଏହି ସଂଘର୍ଷ ଅଧର୍ମ ଉପରେ ଧର୍ମର ବିଜୟ ସୂଚିତ କରେ। ପ୍ରଶ୍ନ ଭୀମଙ୍କ ସିଂହନାଦ ରବ କବିତା ଆଧାରରେ ଶିବଙ୍କଠାରୁ ଭୀମଙ୍କ ସିଂହନାଦ ପ୍ରାପ୍ତି ଓ ତାହାର ପ୍ରଭାବ ସମ୍ପର୍କରେ ସବିଶେଷ ବର୍ଣ୍ଣନା କର। ଉତ୍ତର କୁରୁକ୍ଷେତ୍ର ଯୁଦ୍ଧର ଶେଷ ଭାଗରେ ଦୁର୍ଯ୍ୟୋଧନ ବ୍ୟାସ ସରୋବରରେ ଲୁଚି ରହିବାରୁ ତାଙ୍କୁ ବାହାର କରିବା ପାଇଁ ସହଦେବଙ୍କ ପରାମର୍ଶରେ ଭୀମ ଶିବଙ୍କୁ ଆରାଧନା କରିଥିଲେ। ଭୀମଙ୍କ ଭକ୍ତିରେ ପ୍ରସନ୍ନ ହୋଇ ସଦାଶିବ ତାଙ୍କୁ ଏକ ସିଂହନାଦ ପ୍ରଦାନ କରିଥିଲେ। ଭୀମ ପ୍ରଥମ ସିଂହନାଦ ପୂରଣ କରିବା ମାତ୍ରେ ସମଗ୍ର ସଂସାର କମ୍ପିତ ହୋଇଥିଲା। ସମୁଦ୍ରର ଜଳ ଉଛୁଳି ପଡ଼ିଥିଲା ଏବଂ ପାତାଳରେ ଲୁଚିଥିବା ଦୁର୍ଯ୍ୟୋଧନର ଆସନ ହଲିଯାଇଥିଲା। ଦ୍ୱିତୀୟ ସିଂହନାଦ ଶବ୍ଦରେ ଦୁର୍ଯ୍ୟୋଧନର ଗୋପନ ସାଧନା ଭଙ୍ଗ ହୋଇଥିଲା ଓ ସେ କ୍ରୋଧିତ ହୋଇ ଗଦା ଧରି ବ୍ୟାସ ସରୋବରରୁ ବାହାରକୁ ବାହାରି ଆସିଥିଲେ। 3. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବି ଉପେନ୍ଦ୍ର ଭଞ୍ଜ। ପ୍ରଶ୍ନ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରେ କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟିକ ଶୈଳୀ ଓ ଅଳଙ୍କାର ବ୍ୟବହାରର ଆଲୋଚନା କର। ଉତ୍ତର ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବୈଦେହୀଶ ବିଳାସ କାବ୍ୟର ଏହି ଛାନ୍ଦଟି ବ ଅକ୍ଷର ନିୟମରେ ବୈଦେହୀଶ ବିଳାସର ପ୍ରତ୍ୟେକ ପାଦ ବ ଅକ୍ଷରରେ ଆରମ୍ଭ ରଚିତ। ଏଥିରେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ନିପୁଣ ବ୍ୟବହାର ଦେଖିବାକୁ ମିଳେ। ସେତୁବନ୍ଧନ ସମୟରେ ବାନରମାନଙ୍କ କାର୍ଯ୍ୟକଳାପ, ସମୁଦ୍ରର ଅଥାହ ଜଳ ଏବଂ ଶ୍ରୀରାମଙ୍କ କ୍ରୋଧକୁ ସୁନ୍ଦର ଭାସ୍କର୍ଯ୍ୟପୂର୍ଣ୍ଣ ଶବ୍ଦରେ ବର୍ଣ୍ଣନା କରାଯାଇଛି। କବିଙ୍କର ଶବ୍ଦ ଯୋଜନା ଓ ସଙ୍ଗୀତାତ୍ମକତା ଏହି କବିତାକୁ ଓଡ଼ିଆ ସାହିତ୍ୟରେ ଏକ ଅନନ୍ୟ ସ୍ଥାନ ଦେଇଛି। ପ୍ରଶ୍ନ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତାରେ
ଶ୍ରୀରାମଚନ୍ଦ୍ରଙ୍କ ସେତୁବନ୍ଧନ ଉଦ୍ୟମ ଓ କୋପ ପ୍ରକାଶର କାରଣ ଆଲୋଚନା କର। ଉତ୍ତର, ସୀତାଙ୍କୁ ଉଦ୍ଧାର କରିବା ପାଇଁ ଶ୍ରୀରାମଚନ୍ଦ୍ର ବାନରସେନାଙ୍କ ସହ ସମୁଦ୍ର କୂଳରେ ପହଞ୍ଚି ସେତୁ ବାନ୍ଧିବାକୁ ଉଦ୍ୟମ କରିଥିଲେ। ବାନରମାନେ ବଡ଼ ବଡ଼ ପର୍ବତ ଓ ବୃକ୍ଷ ଆଣି ସମୁଦ୍ରରେ ପକାଉଥିଲେ, ମାତ୍ର ବରୁଣ ଦେବତାଙ୍କ ମୋହ ଯୋଗୁଁ ସେଗୁଡ଼ିକ ସମୁଦ୍ର ଜଳରେ ଭାସି ଯାଉଥିଲା। ଏହା ଦେଖି ସେତୁ ନିର୍ମାଣ ଅସମ୍ଭବ ମନେହେବାରୁ ଶ୍ରୀରାମଚନ୍ଦ୍ର ଅତ୍ୟନ୍ତ କ୍ରୋଧିତ, କୋପ ହୋଇଥିଲେ। ପରିଶେଷରେ ସେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କୁଶଶଯ୍ୟାରେ ଉପବାସ ରହି ଆରାଧନା କରିବାକୁ ନିଷ୍ପତ୍ତି ନେଇଥିଲେ। 4. ଚିଲିକାରେ ସାୟନ୍ତନ ଦୃଶ୍ୟ। କବି ରାଧାନାଥ ରାୟ। ପ୍ରଶ୍ନ, ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ ସାହିତ୍ୟ ଓ ପ୍ରକୃତିର ଅପୂର୍ବ ସମ୍ମିଶ୍ରଣ କିପରି ଘଟିଛି ବୁଝାଇ ଲେଖ। ଉତ୍ତର, କବିବର ରାଧାନାଥ ରାୟ ପ୍ରକୃତି ବର୍ଣ୍ଣନା ସହିତ ଓଡ଼ିଆ ସାହିତ୍ୟର ସଂସ୍କୃତିକୁ ସୁନ୍ଦର ଭାବେ ଯୋଡ଼ିଛନ୍ତି। ଚିଲିକାରେ ସନ୍ଧ୍ୟା ଆଗମନ ସହିତ ମାଛଧରାଳୀମାନେ ନିଜ ଘରକୁ ଫେରିବା ବେଳେ କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ ସଙ୍ଗୀତ ଗାନ କରନ୍ତି। କବିଙ୍କ ମତରେ ସାହିତ୍ୟର ସ୍ୱର ପ୍ରକୃତିର ନିଶ୍ଚଳତା ମଧ୍ୟରେ ମିଶି ଅମୃତ ରସ ସୃଷ୍ଟି କରେ। କବିସୂର୍ଯ୍ୟଙ୍କ ଗୀତାର୍ଥ ଓ ଚିଲିକାର ନୀଳଜଳରାଶି ପରସ୍ପରକୁ ଆହୁରି ସୌନ୍ଦର୍ଯ୍ୟମୟ କରି ଗଢ଼ି ତୋଳନ୍ତି। ପ୍ରଶ୍ନ, ଚିଲିକାରେ ସାୟନ୍ତନ ଦୃଶ୍ୟ କବିତାରେ ସନ୍ଧ୍ୟାକାଳୀନ ପ୍ରକୃତିର ନିଶ୍ଚଳ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ବାତାବରଣର ବର୍ଣ୍ଣନା କର। ଉତ୍ତର, କବିବର ରାଧାନାଥ ରାୟ ଚିଲିକା ହ୍ରଦର ସୂର୍ଯ୍ୟାସ୍ତ ପରର ଶାନ୍ତ ଆବହାୱାକୁ ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ମାଛଧରାଳୀମାନେ ନିଜ ନିଜ ନୌକା ଧରି ଘରକୁ ଫେରନ୍ତି। ଫେରିବା ବାଟରେ ସେମାନେ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଗାନ କରନ୍ତି, ଯାହା ସମଗ୍ର ଚିଲିକାରେ ପ୍ରତିଧ୍ୱନିତ ହୋଇ ଏକ ଆଧ୍ୟାତ୍ମିକ ସଙ୍ଗୀତମୟ ପରିବେଶ ସୃଷ୍ଟି କରେ। ରାତିର ଅନ୍ଧକାର ବଢ଼ିବା ସହ କୋଳାହଳ ଶାନ୍ତ ହୋଇଯାଏ। ନିଶ୍ଚଳତା ଏବଂ ଜଳର ସ୍ନିଗ୍ଧତା ମିଶି ପ୍ରକୃତିକୁ ଏକ ଶାନ୍ତ ଓ ଧ୍ୟାନମଗ୍ନ ରୂପ ପ୍ରଦାନ କରେ। 5. ମଙ୍ଗଳେ ଅଇଲା ଉଷା। କବି ଗଙ୍ଗାଧର ମେହେର। 5 ମାର୍କିଆ ପ୍ରଶ୍ନ ଓ ଉତ୍ତର। ପ୍ରଶ୍ନ, ମଙ୍ଗଳେ ଅଇଲା ଉଷା କବିତାରେ ପ୍ରକୃତି କିପରି ଜଣେ ଚେତନଶୀଳ ନାରୀ ଭାବେ ସୀତାଙ୍କୁ ସ୍ୱାଗତ କରିଛି, ଆଲୋଚନା କର। ଉତ୍ତର, କବି ଗଙ୍ଗାଧର ମେହେର ପ୍ରକୃତିର ପ୍ରତ୍ୟେକ ଉପାଦାନକୁ ଚେତନାମୟ ରୂପେ ବର୍ଣ୍ଣନା କରିଛନ୍ତି। ଉଷା ପ୍ରଭାତ ସଜଳ ନେତ୍ରରେ ସୀତାଙ୍କ ଦୁଃଖ ଦୂର କରିବା ପାଇଁ ଆଶ୍ରମକୁ ଆସିଛି। ସେ ନୀହାର ଶିଶିର ରୂପକ ମୁକ୍ତା ହାତରେ ଧରି ସୀତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି। ଭ୍ରମର ବୀଣାବାଦନ କରୁଛି, କୁମ୍ଭାଟୁଆ ପ୍ରଭାତର ସ୍ତୁତିଗାନ କରୁଛି ଏବଂ ସମୀର ପବନ ନୃତ୍ୟ କରୁଛି। ପ୍ରକୃତିର ଏହି ମାଙ୍ଗଳିକ ଆୟୋଜନ ଜଣେ ନାରୀ ଅନ୍ୟ ଜଣେ ମହାନାରୀ ସୀତାଙ୍କୁ ଦେଉଥିବା ଭକ୍ତିପୂର୍ଣ୍ଣ ସମ୍ବର୍ଦ୍ଧନାର ସଦୃଶ। ପ୍ରଶ୍ନ, ମଙ୍ଗଳେ ଅଇଲା ଉଷା କବିତା ଆଧାରରେ ବାଲ୍ମୀକି ଆଶ୍ରମର ପବିତ୍ର ଓ ମାଙ୍ଗଳିକ ବାତାବରଣର ଆଲୋଚନା କର। ଉତ୍ତର, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ତପସ୍ୱିନୀ କାବ୍ୟରୁ ଆନୀତ। ଏହି କବିତାରେ ବାଲ୍ମୀକି ଆଶ୍ରମର ସୁନ୍ଦର ପବିତ୍ର ଓ ଶାନ୍ତ ଆବହାୱା ବର୍ଣ୍ଣିତ। ଆଶ୍ରମରେ ପ୍ରଭାତର ଆଗମନ ସହ ଓକାର ଧ୍ୱନି ଓ ବେଦପାଠ ପ୍ରତିଧ୍ୱନିତ ହୁଏ। ପ୍ରକୃତିର ନୀହାର, ଭ୍ରମର, ପକ୍ଷୀ ଏବଂ ସମୀର ସମସ୍ତେ ମାଙ୍ଗଳିକ କାର୍ଯ୍ୟରେ ନିୟୋଜିତ। ସୀତାଙ୍କ ପରି ମହାସାଧ୍ୱୀଙ୍କ ଉପସ୍ଥିତି ଯୋଗୁଁ ସମଗ୍ର ଆଶ୍ରମ ଅଞ୍ଚଳ ଏକ ଦିବ୍ୟ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି, ଯାହା ପାଠକ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ। 6. ଜାଗବନ୍ଧନହରା। କବି ଅନନ୍ତ ପଟ୍ଟନାୟକ। ପ୍ରଶ୍ନ, ଜାଗବନ୍ଧନହରା କବିତାର ମୂଳ ମାନବବାଦୀ ସନ୍ଦେଶ ଓ ଜାଗରଣର ଆହ୍ୱାନ ସମ୍ପର୍କରେ ଲେଖ। ଉତ୍ତର, କବି ଅନନ୍ତ ପଟ୍ଟନାୟକଙ୍କ ରଚିତ ଜାଗବନ୍ଧନହରା ଏକ କ୍ରାନ୍ତିକାରୀ ଓ ପ୍ରଗତିଶୀଳ କବିତା। ଏହି କବିତାରେ କବି ଯୁବ ସମାଜ ଓ ଶୋଷିତ ମଣିଷକୁ ସମସ୍ତ ପ୍ରକାର କୁସଂସ୍କାର, ଶୋଷଣ ଏବଂ ପରାଧୀନତାର ବନ୍ଧନ ଭାଙ୍ଗି ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି। ସମାଜରେ ଥିବା ବିଷମତା, ଶ୍ରେଣୀଭେଦ ଓ ଅତ୍ୟାଚାରକୁ ଦୂର କରି ଏକ ନୂତନ ସମତାପୂର୍ଣ୍ଣ ସମାଜର ଗଢ଼ିବା ଏହି କବିତାର ମୂଳ ଉଦ୍ଦେଶ୍ୟ। କବି ମଣିଷକୁ ଆତ୍ମବିଶ୍ୱାସୀ ହୋଇ ଶୋଷଣ ବିରୋଧରେ ସଂଗ୍ରାମ କରି ନିଜର ଅଧିକାର ଜାହିର କରିବାକୁ ପ୍ରେରଣା ଦେଇଛନ୍ତି। ସମାଜରୁ କୁସଂସ୍କାର ଓ ସ୍ୱାର୍ଥପରତା ଦୂର କରି ନୂତନ ଆଲୋକ ଆଣିବା କବିତା ଆଧାରରେ ବୁଝାଇ ଲେଖ। ଉତ୍ତର, ଏହି କବିତାରେ କବି ମଣିଷକୁ ଚେତାବନୀ ଦେଇଛନ୍ତି ଯେ ଅଜ୍ଞାନତା ଓ ପରାଧୀନତାର ଅନ୍ଧକାରରେ ଶୋଇ ରହିଲେ ଅତ୍ୟାଚାର ବୃଦ୍ଧି ପାଇବ। ତେଣୁ ଯୁବ ସମାଜକୁ ବିପ୍ଳବୀ ଚେତନା ନେଇ ବାହାରିବାକୁ ପଡ଼ିବ। ଅତୀତର ଭୁଲ ଏବଂ ଶୋଷଣର ବନ୍ଧନକୁ ଭାଙ୍ଗି ମାନବ ସେବା ଓ ସମାନତାର ସୂର୍ଯ୍ୟ ଉଦୟ କରିବାକୁ ହେବ। କବିଙ୍କର ଏହି ନିଷ୍କମ୍ପ ଆହ୍ୱାନ ପାଠକ ମନରେ ନୂତନ ସାହସ, କ୍ରାନ୍ତି ଓ ପ୍ରଗତିଶୀଳ ଚିନ୍ତାଧାରା ଜାଗ୍ରତ କରେ। 7. ସର୍ବଂସହା ମାଟି। 5 ମାର୍କିଆ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଓ ଉତ୍ତର ଲଙ୍ଗ୍ କ୍ୱେଶ୍ଚନ୍ସ। ପ୍ରଶ୍ନ 1. ସର୍ବଂସହା ମାଟି କବିତାର ମୂଳ ସନ୍ଦେଶ ଓ ମାଟିମାତାଙ୍କ ମହାନତା ଆଲୋଚନା କର। ଉତ୍ତର, ଓଡ଼ିଆ ସାହିତ୍ୟର ସୁନାମଧନ୍ୟ ଚେତନାବାଦୀ କବୟିତ୍ରୀ ପ୍ରଭାଦେବୀଙ୍କ ରଚିତ ସର୍ବଂସହା ମାଟି କବିତାଟି ତାଙ୍କର ମାଟି ପାଣି ପବନ କାବ୍ୟ ସଂକଳନରୁ ଆନୀତ। ଏହି କବିତାରେ କବି ମାଟିମାତାଙ୍କର ସହନଶୀଳତା,
ନିଃସ୍ୱାର୍ଥପର ସ୍ନେହ ଏବଂ ମାନବ ପ୍ରତି ତାଙ୍କର ମାତୃସୁଲଭ ସାନୁକମ୍ପାକୁ ଅତି ସୁନ୍ଦର ଭାବେ ଚିତ୍ରିତ କରିଛନ୍ତି। କବି ପ୍ରଭାଦେବୀ ମାଟିକୁ କେବଳ ଏକ ଜଡ଼ ପଦାର୍ଥ ଭାବେ ନ ଦେଖି ମାତୃରୂପରେ ପୂଜା କରିଛନ୍ତି। ମାଟିମାତା ନିଜର ସମସ୍ତ ସମ୍ପଦ, ନଦୀ, ଝରଣା, ଫଳଶସ୍ୟ, ଶୀତଳ ପବନ ମଣିଷର ସୁଖ ଓ ଶାନ୍ତି ପାଇଁ ଅଜାଡ଼ି ଦେଇଛନ୍ତି। ମଣିଷ ନିଜ ସ୍ୱାର୍ଥ ପାଇଁ ମାଟି ଉପରେ ଯେତେ ଆଘାତ ଦେଲେ ବି ମାଟି ସବୁକିଛି ସହିନିଏ ଏବଂ କଦାପି ପ୍ରତିଶୋଧ ନିଏ ନାହିଁ। ମା ଯେପରି ସନ୍ତାନର ସବୁ ଭୁଲକୁ କ୍ଷମା କରିଦିଏ, ମାଟିମାତା ମଧ୍ୟ ସେହିପରି ମାନବଜାତିର ସମସ୍ତ କଷ୍ଟ ଓ ଅପରାଧକୁ ସହିନେଇ ତାକୁ ସ୍ନେହ ଆଶୀର୍ବାଦ ପ୍ରଦାନ କରେ। ପ୍ରଶ୍ନ 2. ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ମାଟିମାତା। କବିତା ଆଧାରରେ ପ୍ରତିପାଦନ କର। ଉତ୍ତର: ଉପରୋକ୍ତ କବି ପରିଚୟ ସହ ଆରମ୍ଭ କରନ୍ତୁ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ମାଟିମାତା ଉପରେ ହିଁ ଆଶ୍ରିତ। ମାଟିମାତା ନିଜର ଶରୀର ଓ ମନକୁ ସନ୍ତାନର ସେବାରେ ସମର୍ପି ଦେଇଛି। ଶରୀରକୁ ବଳିଷ୍ଠ କରିବା ପାଇଁ ଫଳ, ଶସ୍ୟ, ବିଶୁଦ୍ଧ ଜଳ ଦେବା ସହ ମନକୁ ପ୍ରସନ୍ନ ରଖିବା ପାଇଁ ପ୍ରକୃତିରେ ସବୁଜିମା ଓ ପକ୍ଷୀଙ୍କ ମଧୁର ସଙ୍ଗୀତ ଭରିଦେଇଛି। ମଣିଷ ତାର ସ୍ୱାର୍ଥ ପାଇଁ ମାଟିକୁ ଖୋଳି କ୍ଷତବିକ୍ଷତ କଲେ ବି ମାଟିମାତା କ୍ଷମା ଦେଇ ତାକୁ ନିଜ କୋଳରେ ଆଶ୍ରୟ ଦିଏ। କବିଙ୍କ ମତରେ ମାଟିମାତାଙ୍କର ଏହି ନିଃସ୍ୱାର୍ଥପର ତ୍ୟାଗ ଓ ସେବା ମାନବ ସମାଜ ପାଇଁ ଶ୍ରେଷ୍ଠ ଆଦର୍ଶ।